ପୂଜାରେ ହଳଦିଆ ଫୁଲ ଅର୍ପଣ କଲେ ପ୍ରସନ୍ନ ହୁଅନ୍ତି ମା ସରସ୍ୱତୀ। ସରସ୍ୱତୀ ପୂଜା ଦିନ କାହିଁକି ପିନ୍ଧାଯାଏ ହଳଦିଆ ରଙ୍ଗର ବସ୍ତ୍ର? ବିଦ୍ୟା ବୃଦ୍ଧି ପ୍ରଦାନକାରୀ ମାତା ସରସ୍ୱତୀ କାହିଁକି ହଳଦିଆ ରଙ୍ଗକୁ ପସନ୍ଦ କରନ୍ତି? ବସନ୍ତ ପଞ୍ଚମୀ ଦିନ ଆପଣ ନିଶ୍ଚିତ ଭାବରେ ହଳଦିଆ ରଙ୍ଗର ପୋଷାକ ପିନ୍ଧିଥିବା ଲୋକଙ୍କୁ ଦେଖିଥିବେ। କିନ୍ତୁ ଆପଣ ଜାଣନ୍ତି ଏହି ଦିନ କାହିଁକି ହଳଦିଆ ପୋଷାକ ପିନ୍ଧାଯାଏ? କାହିଁକି ହଳଦିଆ ରଙ୍ଗ ମାତା ସରସ୍ୱତୀଙ୍କ ପସନ୍ଦ? ହଳଦିଆ ପୁଷ୍ପ ଅର୍ପଣ କିମ୍ବା ହଳଦିଆ ବସ୍ତ୍ର ପରିଧାନ ମାତା ସରସ୍ୱତୀଙ୍କ ପୂଜା 10 ଗୁଣ ଫଳ ମିଳିଥାଏ। ଆପଣ ଜାଣିଛନ୍ତି କି କିଛି ଫୁଲ ଅଛି ଯାହା ଦେବୀଙ୍କ ବିଶେଷ ଭାବରେ ଅଧିକ ପ୍ରିୟ ଅଟେ? ବିଭିନ୍ନ ପ୍ରକାର ଧାର୍ମିକ ପୁସ୍ତକରେ ଏହି ଫୁଲ ବିଷୟରେ ବର୍ଣ୍ଣନା କରାଯାଇଛି। ଠାକୁରଙ୍କୁ ତାଙ୍କ ପସନ୍ଦର ପୁଷ୍ପ ଅର୍ପଣ କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୁଏ ଓ ଅପାର କୃପା ମିଳେ। ଜାଣନ୍ତୁ କେଉଁ ଠାକୁରଙ୍କୁ କେଉଁ ଫୁଲ ପ୍ରିୟ ଅଟେ? ଶିକ୍ଷା, ସଙ୍ଗୀତ ଏବଂ କଳାର ଦେବୀ ମା ସରସ୍ୱତୀ। ପ୍ରତିବର୍ଷ ପରି ଚଳିତ ବର୍ଷ ମାଘ ମାସର ଶୁକ୍ଳ ପକ୍ଷରେ ଦେବୀ ସରସ୍ୱତୀଙ୍କୁ ପୂଜା କରିବା ପାଇଁ ସବୁଠି ଉତ୍କଣ୍ଠା ପଡ଼ିଯାଇଛି। ସନାତନ ଧର୍ମରେ ମାତା ସରସ୍ୱତୀଙ୍କ ଉପାସନାର ବିଶେଷ ମହତ୍ତ୍ୱ ରହିଛି। କାରଣ ମାତା ସରସ୍ୱତୀ ଜ୍ଞାନର ଦେବତା ଏବଂ ଜ୍ଞାନ ଜଗତର ଅନ୍ୟ ସମସ୍ତ ବିଷୟଠାରୁ ଅଧିକ ବିବେଚନା କରାଯାଏ। ବିଶ୍ୱାସ କରାଯାଏ ଯେ ବସନ୍ତ ପଞ୍ଚମୀରେ ମା ସରସ୍ୱତୀଙ୍କୁ ପୂଜା କଲେ ମା ସରସ୍ୱତୀ ତଥା ଲକ୍ଷ୍ମୀ ଦେବୀଙ୍କ ଆଶୀର୍ବାଦ ପ୍ରାପ୍ତ ହୁଏ। ଯେହେତୁ ମା ସରସ୍ୱତୀଙ୍କୁ ଜ୍ଞାନର ଦେବୀ ଭାବରେ ବିବେଚନା କରାଯାଏ, ବସନ୍ତ ପଞ୍ଚମୀରେ ସମସ୍ତ ଗୃହ, ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ସ୍ୱତନ୍ତ୍ର ପୂଜା ଏବଂ ଅନେକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥାଏ। ବସନ୍ତ ପଞ୍ଚମୀ ଏବଂ ହଳଦିଆ ରଙ୍ଗ ମଧ୍ୟରେ ଏକ ବଡ଼ ସଂଯୋଗ ରହିଛି। ଏହି ଦିନ ମାତା ସରସ୍ୱତୀଙ୍କ ପୂଜା ସମୟରେ ହଳଦିଆ ଫୁଲ ଅର୍ପଣ କରାଯାଏ। ବସନ୍ତ ପଞ୍ଚମୀରେ ହଳଦିଆ ରଙ୍ଗର ପୋଷାକ ପିନ୍ଧିବାର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି। ଆସନ୍ତୁ ଜାଣିବା ବସନ୍ତ ପଞ୍ଚମୀ ଦିନ ହଳଦିଆ ରଙ୍ଗର ପୋଷାକ ପିନ୍ଧିବା ପଛରେ ଧାର୍ମିକ କାରଣ କ'ଣ ରହିଛି। ଧାର୍ମିକ ବିଶ୍ୱାସ ଅନୁଯାୟୀ ମା ସରସ୍ୱତୀଙ୍କ ପ୍ରିୟ ରଙ୍ଗ ହଳଦିଆ। ହଳଦିଆ ରଙ୍ଗ ସକାରାତ୍ମକତା ଏବଂ ଜୀବନରେ ନୂତନ ଶକ୍ତିର ପ୍ରତୀକ ଭାବରେ ବିବେଚନା କରାଯାଏ। ବସନ୍ତ ପଞ୍ଚମୀରେ ହଳଦିଆ ରଙ୍ଗର ପୋଷାକ ପିନ୍ଧିବା ଶୁଭ ବୋଲି ବିବେଚନା କରାଯାଏ। ଏହା ବ୍ୟତୀତ ଦେବୀ ସରସ୍ୱତୀଙ୍କ ପୂଜା ସମୟରେ ଦେବୀ ସରସ୍ୱତୀଙ୍କୁ ପ୍ରସନ୍ନ କରିବା ପାଇଁ ହଳଦିଆ ଫୁଲ ମଧ୍ୟ ଦିଆଯାଏ ଏବଂ ତାଙ୍କ ପାଇଁ ଏକ ହଳଦିଆ ରଙ୍ଗର ଆସନ ମଧ୍ୟ ପ୍ରସ୍ତୁତ କରାଯାଇଥାଏ। ବ୍ୟୁରୋ ରିପୋର୍ଟ, BNS ଲାଇଭ୍।